ତାକୁ ଦିଅ ପ୍ରିୟାକୁ ଦିଅ ଏ ଚେଣ୍ଟିଟାକୁ ଦିଅ ପ୍ରିୟାକୁ। ହ୍ୟାଲୋ ସାଙ୍ଗମାନେ, ଆଜି ଆମ ପାଇଁ ବହୁତ ବଡ଼ ଖୁସିର ଦିନ। ପ୍ରିୟା ଆଉ ମୋ ପାଇଁ ବହୁତ ବଡ଼ ଖୁସିର ଦିନ, କାହିଁକିନା ଆମେ ପଳେଇକି ମ୍ୟାରେଜ୍ କରିଥିଲୁ। ସେଥିପାଇଁ ତାଙ୍କ ଘର ଲୋକ ଆମ ସାଙ୍ଗେ ମିଶି ନଥିଲେ। ସେଥିପାଇଁ 2-3 ବର୍ଷ ପରେ ଆମକୁ ଡାକିବା ପାଇଁ ଆସିଛନ୍ତି, ମିଶିବା ପାଇଁ ଆସିଛନ୍ତି। ସୁବାସ ଭାଇ ଆଉ ଗଣପତି ଭାଇ ଆମର ଡାକି ଆସିଛନ୍ତି। ଆଜି ଆମେ ଯାଉଛୁ ତାଙ୍କ ଘରକୁ। ପ୍ରଥମ ଥର ପାଇଁ ମୋ ଶ୍ୱଶୁର ଘରଠିକି ଯାଉଛୁ। ପ୍ରିୟା ଦେଖନ୍ତୁ ପଛପଟେ ବଇକି ପୁରା ବହୁତ ଖୁସି। ମନେ ମନେ ସେ ଭାଇ ପୁରା ବହୁତ ଖୁସି, ହେଲେ ତ ସେ କହିପାରୁନି, କିନ୍ତୁ ମନେ ମନେ ବହୁତ ଖୁସି। ମୁଁ ବର୍ତ୍ତମାନ ଗାଡ଼ି ଚଲାଉଛି, ଆଉ ସୁବାସ ଭାଇ ମୋ ସାଇଡ଼୍ରେ ବସିଛନ୍ତି। ଆଉ ପ୍ରିୟା ପୁରା ବହୁତ ଖୁସି ଅଛି। ସେ ପଛପଟେ ବସିକି ଖାଲି ମୋବାଇଲ୍ ଖାଲି ସୁଟିଂ କରିବାରେ ଲାଗିଛି, କାହିଁକିନା ସେ ଭୁଲା ସ୍ମୃତି ଭୁଲିବାକୁ ଚାହୁଁନି। ଆଉ ସିହାନ ଦେଖନ୍ତୁ ଆମ ଫାଇନାଲି ଶୋଇ ପଡ଼ିଛି। ସେ ଯାଉଛି ତା ମାମୁଁ ଘରଠିକି ପ୍ରଥମ ଥର। ଫାଇନାଲି ଦେଖନ୍ତୁ ଆମେ ପହଞ୍ଚି ଆସିଲୁ। ପହଞ୍ଚି ଆସିଲା ପରେ ଦେଖନ୍ତୁ ଆମକୁ ଦେଖନ୍ତୁ ପ୍ରଥମେ କେମିତି ଆଳତି ଫାଳତି କରି ପୁରା ବହୁତ ଭଲସେ ୱେଲକମ୍ କରୁଛନ୍ତି। ଦେଖନ୍ତୁ ଟୀକା ମୋତେ ଲଗେଇଦେଲେ। ଇଏ ଆମର ମାମା ହେବେ, ବଡ଼ ମାମା ହେବେ। ସିହାନକୁ ବି ଟୀକା ଲଗେଇଲେ, ପ୍ରିୟାକୁ ବି ଟୀକା ଲଗେଇଲେ। ଦେଖନ୍ତୁ ଆମେ ଭାଇ ଭାବିନଥିଲୁ ଯେ ଆମକୁ ଏମିତି ୱେଲକମ୍ ହେବ ବୋଲି। ତାପରେ କ'ଣ ଘରକୁ ପ୍ରଥମେ ପ୍ରବେଶ କରିବା ପୂର୍ବରୁ ମିଠା ଖାଇବାକୁ ପଡ଼ିବ, ସେଥିପାଇଁ ରାବିଡ଼ି ଆଣିଥିଲେ, ମୋତେ ଖୁଆଇଲେ। ତାପରେ ସିହାନକୁ ଦେଖନ୍ତୁ ଖୁଆଉଛନ୍ତି। ସିହାନ ଟିକେ ଚାଟି ଦେଇ ମୁହଁ ବୁଲେଇ ଦେଲା। ତାପରେ ପ୍ରିୟାକୁ ଖୁଆଇବେ। ଦେଖନ୍ତୁ ଭାଇ ଆମେ ପୁରା ବହୁତ ଖୁସି। ଆଉ ପ୍ରିୟା ଦେଖ କେତେ ବଡ଼ ଆଁ କରିକି ଖାଇଦେଉଛି ମିଠା। ଭାଇ କହିଲେ ନ ସରେ, କାହିଁକିନା 3 ବର୍ଷ ପରେ ଆମେ ପ୍ରଥମ ଥର ପାଇଁ ଶ୍ୱଶୁର ଘରଠିକି ଯାଇଛୁ। ତାପରେ ସେ ପ୍ରିୟା ସେ ତା ବାପ ଘରଠିକି ଯାଉଛି। ଭାଇ ବହୁତ ଖୁସି ସେ। ତାପରେ ଗୋଡ଼ ଧୋଇବା ପାଇଁ ହଳଦୀ ପାଣିରେ ମୋତେ କହିଲେ ବୁଟ୍ ଖୋଲିବାକୁ, ମୁଁ ବୁଟ୍ ଖୋଲିଦେଲି। ଆଉ ପ୍ରିୟାର ଯେଉଁ ସିହାନର ଆଈ ଦେଖନ୍ତୁ ସିହାନର ସକ୍ସ ବି ଖୋଲିଦେଲା। ଫାଇନାଲି ମୁଁ ଆସିଲି ବାହାରି ବୁଟ୍ ରଖିକି। ତାପରେ ମୋ ଗୋଡ଼ ଦେଖନ୍ତୁ ଆମ ମଧୁ, ଆମ ସାନ ଭଉଣୀ ବା ସାନ ଶାଳୀ, ଇଏ ଗୋଡ଼ ଧୋଇଦେଲା ଆମର। ମୋର ଧୋଇଲା ପରେ ସେଠୁ ପ୍ରିୟା ପାଖକୁ ଗଲା, ପ୍ରିୟାର ବି ଗୋଡ଼ ଧୋଇଲା। ହଳଦୀ ପାଣିରେ ଗୋଡ଼ ଧୁଆ ହୁଏ ବୋଲି ସେଥିପାଇଁ ହଳଦୀ ପାଣିରେ ଗୋଡ଼ ଧୋଇଲେ। ତାପରେ ଦେଖନ୍ତୁ ସେ ପଳେଇ ଯାଉଥିଲା, ତାପରେ କହିଲା ନାଇଁ ତାପରେ ଆମ ସିହାନ ବି ଗୋଡ଼ ଧୁଅ ହଳଦୀ ପାଣିରେ। ତାପରେ ଫାଇନାଲି ସିହାନର ବି ଗୋଡ଼ ଧୁଆ ଗଲା ହଳଦୀ ପାଣିରେ। ଦେଖନ୍ତୁ କେମିତି ହେଉଛି। ଆଉ ସିହାନ ବି ବହୁତ ଖୁସି, ଆଉ ମୁଁ ବି ବହୁତ ଖୁସି। ଦେଖନ୍ତୁ ମୁଁ ଖାଲି ହସୁଛି। ଭାଇ ମନେ ଭିତରେ ତ ମୁଁ ଟିକେ ନର୍ଭସ୍ ଥିଲି। ଫାର୍ଷ୍ଟ ଟାଇମ୍ ଯେହେତୁ 3-4 ବର୍ଷ ପରେ ଯାଇଛୁ ଶ୍ୱଶୁର ଘରଠିକି, କିନ୍ତୁ ହେଲେ ବି ଖୁସି ଥିଲି, ମୁଁ ବହୁତ ଖୁସି ଥିଲି। ତାପରେ ଆମକୁ ଡାକିକି ନେଲେ ତାଙ୍କର ଯେଉଁ ଠାକୁର ଅଛନ୍ତି, ମାନେ ଭିତର ଘର ଯେଉଁ ଠାକୁର ଅଛନ୍ତି, ସେଠି ଆମକୁ ମୁଣ୍ଡିଆ ମରିବା ପାଇଁ ଡାକିକି ନେଲେ। ତାଙ୍କ ପୁରୁଣା ଘରକୁ ଡାକିକି ନେଲେ। ଫାର୍ଷ୍ଟ ପ୍ରିୟା ଗଲା, ତାପରେ ସିହାନ ଗଲା, ତାପରେ ପ୍ରିୟା, ତାପରେ ମୁଁ ପଛରେ ପଛରେ ଯାଉଥିଲି। ତାପରେ ଦେଖନ୍ତୁ ଭିତରକୁ ଗଲୁ। ଗଲା ପରେ ଠାକୁରଙ୍କୁ ମୁଣ୍ଡିଆ ମାରିଲୁ। ଫାର୍ଷ୍ଟ ମୁଣ୍ଡିଆ ମାରିକି ବାହାରକୁ ଆସିଲୁ। ଦେଖନ୍ତୁ ସିହାନ କେମିତି ଅନଉଛି, ପୁରା ନିଣ୍ଟି ଛୁଆଟା, ପୁରା ଛୋଟିଆ ଛୁଆଟା ଆମର। ସେ ତାକୁ ଧରିକି ଯାଇଥିଲୁ, କେତେ 6-7 ମାସ ଖଣ୍ଡେ ହେବ ସିହାନକୁ, ତାକୁ ଧରିକି ଯାଇଥିଲୁ। ତାପରେ ଦେଖନ୍ତୁ ବାହାରୁ ମାଉସୀ ଜଣେ ଆସିଲେ ଯେ ଦେଖିବାକୁ, ତାଙ୍କୁ ଯାଇକି ମୁଣ୍ଡିଆ ମାରିଲୁ। ମୁଣ୍ଡିଆ ମାରିବା ପରେ ତାପରେ ସେଠୁ କହିଲେ ଆସ ଘର ଭିତରୁ ଚାଲ, ଘର ଭିତରୁ ଚାଲ। ଏଥର ଦେଖନ୍ତୁ ଘର ଭିତରୁ ଫାଇନାଲି ପ୍ରବେଶ ହେଇଗଲା। ପ୍ରିୟାର 3 ବର୍ଷର କଷ୍ଟ ଆଜି ସୁଖରେ ପରିଣତ ହେଇଗଲା। ଦେଖନ୍ତୁ ତାର ବୁଢ଼ୀ ମା ବସିଥିଲେ, ଯାଇକି ବୁଢ଼ୀ ମାକୁ ମୁଣ୍ଡିଆ ମାରିଲୁ। ପ୍ରିୟା ମୁଣ୍ଡିଆ ମାରିଲା। ତାପରେ ସେ ଆଶୀର୍ବାଦ ଦେଲେ, କହିଲେ ଏତେ ଦିନ ହେଲାଣି କ'ଣ ପାଇଁ ଆସୁନଥିଲ। ସେ ଟିକେ କଳେଇ ନେଲେ ଦେଖନ୍ତୁ ପ୍ରିୟାକୁ ସେ ଛୁଆରୁ ବହୁତ ଭଲ ପାଆନ୍ତି ତାଙ୍କ ବୁଢ଼ୀ ମା। ସେଥିପାଇଁ ସେ ପ୍ରିୟାକୁ ଟିକେ କଳେଇ ନେଲେ, ଧରିଲେ। ବହୁତ ସାରା ଇଆଡ଼ୁ ସିଆଡ଼ୁ କଥା କହିଲେ, କ'ଣ ପାଇଁ ଆସିଲନି, କ'ଣ ପାଇଁ ଏମିତି ଭୁଲ କଲେ, ସେମିତି କଲ। ତାପରେ ଦେଖନ୍ତୁ ଫାଇନାଲି ଠାକୁର ଘରେ, ତାପରେ ଠାକୁର ଘରେ ଦେଖନ୍ତୁ ସିହାନ ମୁଣ୍ଡିଆ ମାରିଲା ପରେ ସେଠୁ ପ୍ରିୟା ଗଲା ମୁଣ୍ଡିଆ ମାରିବା ପାଇଁ। ସିହାନକୁ ସମସ୍ତେ ଧରିବା ପାଇଁ ସମସ୍ତେ ପୁରା ଖୁସି। ଏ ଆମର ଜେଜେମା ଦେଖନ୍ତୁ ଧରି ପକେଇଲେ ସିହାନକୁ। ସିହାନ ପୁରା ବହୁତ ଖୁସି। ତାପରେ ମୁଁ ଫାଇନାଲି ଠାକୁରଙ୍କୁ ମୁଣ୍ଡିଆ ମାରିଲି, ଯାହା ଭୁଲ ଭାଲ ହେଇଛି କ୍ଷମା ମାଗିଲି ଠାକୁରଙ୍କୁ। ଆଉ ଭଗବାନ ତ ନିଶ୍ଚିନ୍ତ ଭାବରେ ସେ କ୍ଷମା କରିଦେବେ। ତାପରେ ଦେଖନ୍ତୁ ବସିକି ପ୍ରିୟାକୁ ଦେଇଛନ୍ତି କ'ଣ ଲସି ଦେଇଛନ୍ତି। ମୋତେ ଲସି ଦେଇଥିଲେ, ମୁଁ ମୋର ଖାଇ ଦେଇଛି, ଦେଖନ୍ତୁ ପିଇ ଦେଇଛି। ତାପରେ ପ୍ରିୟା ଦେଖନ୍ତୁ କିନ୍ତୁ ଲସି ଗୁଡ଼ାକ ଦେଖନ୍ତୁ ନଡ଼ିଆ ଫଡ଼ିଆ ଗୁଡ଼ାକ ଅଛି, ଖାଉଛି। କିନ୍ତୁ ଦେଖନ୍ତୁ ମୁହଁ ତାର ଏଥିରେ ଭାଇ ବହୁତ ଖୁସି ସେ ପୁରା, କାହିଁକିନା 3 ବର୍ଷ ପରେ ଯାଇଛି ବାପ ଘରଠିକି ନା। ଭାଇ ସେ କେତେ କାନ୍ଦିଛି, କେତେ ଦୁଃଖରେ ଥିଲା, ମୁଁ ସେଇଟା ଫେସ୍ କଲି। ତାପରେ ଫାଇନାଲି ଦେଖନ୍ତୁ ଭାଇ ରାତି ହେଇଗଲା। ରାତି ହେଇଗଲା ପରେ ସେଠୁ ଖାଇବାକୁ ଆମକୁ ଦେଲେ। ଆଉ ଖାଇବା ପାଇଁ ଦେଇଥିଲେ ମଟନ୍ ଦେଇଥିଲେ, ଚିକେନ୍ ଦେଇଥିଲେ, ଆଉ କ'ଣ ମାଛ ଫାଛ ନା କ'ଣ ଥିଲା। ତାପରେ ତରକାରୀ ଗୁଡ଼ା ସବୁ ଭଜା ଫଜା କ'ଣ, ଡାଲି, ଆଉ ସନ୍ତୁଳା ଫନ୍ତୁଳା କ'ଣ ଥିଲା, ଶାଗ ଫାଗ। ଭାଇ ବହୁତ ସାରା ଗୁଡ଼େ ଖାଇବା ଦେଇଥିଲେ ମୋତେ। ମନ ପୁରା ଖୁସି ହେଇଗଲା।
ମୁଁ ଖାଇପାରିଲିନି, ଏତେ ଗୁଡ଼ା ଖାଇବା ଦେଇଥିଲେ ଯେ ମୁଁ ଖାଇପାରିଲିନି। ସେଥିପାଇଁ ମୋ ପାଖରେ ମୁଁ ବସେଇଥିଲି ପିଙ୍କିକୁ ବସେଇଥିଲି, କହିଲି ପିଙ୍କି ସେ ବି ଖାଇବ ବୋଲି। ହଁ ପିଙ୍କି ଦେଖନ୍ତୁ ସେ ବି ଖାଉଛନ୍ତି ଡାଲି, ଟିକେ ସେ ଅଳ୍ପ ଅଳ୍ପ ଖାଉଛନ୍ତି। ତାପରେ ମୁଁ ଡାଲି ଆଣିକିନି ଏପଟେ ରଖିଦେଲି। ମୁଁ କହିଲି ତୁମେ ଖାଅ ଏଗୁଡ଼ା ଚିକେନ୍ ମଟନ୍ ଖାଅ, ଡାଲିରେ ଖାଇଲେ ବେଶୀ ଭାତ ଖାଇପାରିବନି, ଚିକେନ୍ ମଟନ୍ ଗୁଡ଼ା ଖାଅ ବୋଲି। ସେଥିପାଇଁ ତାଙ୍କୁ ହେପଟିକି ଡାଲିଟା ଆଣି ପକେଇଲି। ତାପରେ ମୋ ଶାଶୁ ମା ଆମର ପାଣି ଦେଲେ, ପାଣି ଦେଇ ଗଲେ। ତାପରେ ଫାଇନାଲି ଦେଖନ୍ତୁ ପ୍ରିୟା ଆଡ଼ୁ ଆସିଲା। ପ୍ରିୟା ବସି ଦେଖନ୍ତୁ ତାର ଦିନଟା ତାର ଦିନ ଦେଇଛନ୍ତି ଖାଇବାକୁ। ଏସବୁ ସାଧା କ'ଣ ବାର ଭଲ ବାର ପଡ଼ିଲା, ସୋମବାର ନା କ'ଣ ପଡ଼ିଥିଲା ଯେ ସେଥିପାଇଁ ସାଧା ଭାତ ଦେଇଛନ୍ତି ଏଗୁଡ଼ା ଦେଖ ସବୁ ଖାଇବାକୁ। ଆଉ ପ୍ରିୟା ଖାଲି ହସୁଛି ଦେଖନ୍ତୁ। ତାପରେ ଫାଇନାଲି ସକାଳ ପାଇଗଲା ପରେ ପ୍ରିୟା ଛାତ ଉପରୁ ଆସି ତାପରେ ଦେଖିଲା, କହିଲା କ'ଣ କରୁଛ ବୋଲି। ଦେଖିଲା ବେଳେ ମୁଁ ଘର ଭିତରେ ଭାଇ ପଖାଳ ଖାଇବାରେ ଲାଗିଛି, ପଖାଳରେ ଲୁଣ ଫୁଣ ଗୋଳଉଛି, ପଖାଳ ଖାଇବା ପାଇଁ ତିଆରି କରିଛି ହେଲା। ତାପରେ ପ୍ରିୟା ମୋତେ ଅନେଇକି କହୁଛି କ'ଣ ଖାଉଛ, ଖାଲି ହସି ହସି ଖାଉଛ। ଆଉ ମୁଁ କହିଲି ଖାଆନ୍ତିନି କି, ଆଉ ତୁ ଖାଉନୁ। ଆଉ ଭିଡ଼ିଓ ମୋର କଲା ସେ, ମୁଁ ମୋର ପଖାଳ ଗୋଳଉଛି। ମୋତେ ପଚାରିଲା କେମିତି ଲାଗୁଛି, କେମିତି ଏଠି ଆସିକିନି। ମୁଁ ହେଠୁ ଭଲ ଲାଗୁଛି ବୋଲି କହିଦେଲି। ଆଉ ପ୍ରଥମ ଥର ପାଇଁ ଯାଇଥିଲି ତ ସେଥିପାଇଁ କିଛି ପାଟି କରି କହି ହେଉନଥିଲା। ଦେଖନ୍ତୁ ପଖାଳରେ ଭାଇ କେତେ ସାରା ଖାଇବା ଦେଇଛନ୍ତି, ଭାଇ ମନ ଖୁସି ହେଇଗଲା ପୁରା। ବାଦାମ, ବାଇଗଣ, ଟମାଟୋ ପୋଡ଼ା, ତାପରେ ଭଜା ଦିଆ ହେଇଥିଲା। ତାପରେ ଏପଟେ ଆଉ କ'ଣ ଗୋଟେ ଦିଆ ହେଇଥିଲା। ଭାଇ ପୁରା ଖାଇବା ଖାଇକି ପୁରା ମନ ପୁରା ଖୁସି ହେଇଗଲା, ପୁରା ଶାନ୍ତି ପୁରା ଲାଗିଲା ଭାଇ। ପଖାଳଟା ପୁରା ଶାନ୍ତି ଲାଗିଲା। କ'ଣ ଗୋଟେ ମୁଁ କହୁଛି ତାକୁ, ଆଉ ମୋବାଇଲ୍ ଫୋବାଇଲ୍ ବି କ'ଣ ଗୋଟେ ଦେଖାଉଛି। ଏଇ ଦେଖନ୍ତୁ ଖାଇବା ଦେଖନ୍ତୁ, ପୁରା ବହୁତ ସୁନ୍ଦର ଖାଇବା ହେଇଥିଲା। ଆଉ ବାଇଗଣ ଟମାଟୋ ଚକଟାଟା ମସ୍ତ ଲାଗିଥିଲା। ତାପରେ ମୁଁ ତାକୁ କ'ଣ ଗୋଟେ କହିଲି, କହିବା ଭିତରେ ଆଉ ସେ ଭିଡ଼ିଓ କଲା। ମୋତେ ଦେଖ ଶାଗ ଦେଇଛନ୍ତି ଏପଟେ, ଇଏ ଦେଇଛନ୍ତି। ମୁଁ କହିଲି ମୋତେ ଟିକେ ଦିଅ, ମୁଁ ଟିକେ ଭିଡ଼ିଓ କରିଦେବି ଦେଖିବ। ଏଇ ଦେଖନ୍ତୁ ମିକ୍ସଚର୍, ଶାଗ, ଆଉ କ'ଣ ଆଳୁ, ଭେଣ୍ଡି, ତାପରେ ବାଦାମ, ପିଆଜ, ଏପଟେ ଆଉ କ'ଣ ଚକଟା ଦେଇଛନ୍ତି। ତାପରେ ଫାଇନାଲି ଖାଇ ଖୁଆ ସାରିଲା ପରେ ସକାଳେ, ତାପରେ ମୁଁ ଟିକେ କହିଲି ପ୍ରିୟାକୁ ଯେ ଚାଲ ଯେ ଏଥର ଘରକୁ ଯିବା। ହେଇଗଲା 2-4 ଦିନ ପରେ, ରହିଗଲା ମାସେ ପରେ। ତାପରେ ଫାଇନାଲି ଲୋକ ଡାକିକି ମିଠା ଫିଠା ସବୁ ନୌଟାଣି ନେଇଦେବେ ବୋଲି ସବୁ ମିଠା ଫିଠା ତିଆରି କଲେ। ସେ ଗଜା, ନିମକି, ଲଡ଼ୁ ଏଗୁଡ଼ା ସବୁ ତିଆରି କରିବାରେ ଲାଗିଲେ। ସବୁ ମିସ୍ତ୍ରୀ କେତେ 4-5 ଜଣ ଆସିଥିଲେ। ତାଙ୍କର ବାହାରେ ଗାଡ଼ି ପାର୍କ କରୁଛନ୍ତି, ସେ ବାହାରେ ସବୁ ଏ ଗଜା ଫଜା ଦେଖନ୍ତୁ ସବୁ ବନାବନି କଲେ ମିସ୍ତ୍ରୀ ମାନେ ଆସିକିନି। କାହିଁକିନା ବହୁତ ବଡ଼ ମାତ୍ରାରେ ନେବାକୁ ପଡ଼ିବ ନା, ନୌଟାଣି ଯେହେତୁ ଆସିଛି 3 ବର୍ଷ ପରେ। ସେଥିପାଇଁ ମିସ୍ତ୍ରୀ ଡାକିକି ପୁରା ବହୁତ ଭଲସେ ଘରେ ତିଆରି ହେଲା ତାଙ୍କର। ଆଉ ମୁଁ ସବୁ ଭିଡ଼ିଓ କରୁଥିଲି, ଆଉ ତାଙ୍କୁ ମଝିରେ ହେଲ୍ପ ବି ଟିକେ କରିଦେଉଥିଲି। କାହିଁକିନା କେତେ ସାରା ଜିନିଷ ସବୁ ଆସିଛି ନା। ତ ସେ ମିସ୍ତ୍ରୀ ଦେଖନ୍ତୁ ଏସବୁ ଗଜା ଫଜା ମୁଁ ଫାର୍ଷ୍ଟ ଟାଇମ୍ ଦେଖିଲି ଏମିତି ଗଜା ଫଜା କାଟୁଛନ୍ତି। ସେପଟେ ଦେଖନ୍ତୁ ଲଡ଼ୁ ପାଇଁ ଦେଖନ୍ତୁ ଲାଲ କ'ଣ ଗୋଟେ ପକାଉଛନ୍ତି। ଆଉ ଏଗୁଡ଼ା ଦେଖନ୍ତୁ ଗଜା ପୁରା ଫ୍ରେଶ୍ ଚାଉମିନ୍। ଫାଇନାଲି ଆମେ ଘରକୁ ଆସିଲୁ ଭାରି। ଆସିଲା ପରେ ଘରେ ଦିଆ ଦୁଇ ପାଇଁ ଟେନସନ୍। ଦେଖନ୍ତୁ ସବୁ ଘରେ ସବୁ ଆସିଲା ପରେ ପ୍ୟାକେଜିଂ ଚାଲିଛି। ଗଜା ସବୁ ଜରିରେ ଦେଖନ୍ତୁ ପ୍ୟାକେଜିଂ ଚାଲିଛି। ଏଇ ଦେଖନ୍ତୁ ମିଠା, ନିମକି, ଏଗୁଡ଼ା କଦଳୀ, ଏଗୁଡ଼ା ଏଇ ସବୁ କେତେ ସାରା ଦେଖନ୍ତୁ ପ୍ୟାକେଜିଂ ଚାଲିଛି। ଏସବୁ ପ୍ୟାକେଜ୍ ହେଲା ପରେ ଆମ ସାହିରେ ସମସ୍ତଙ୍କୁ ପ୍ରତ୍ୟେକ ଘରରେ ଗୋଟେ ପଲିଥିନ୍ ଦେବାକୁ ପଡ଼ିବ। ସେଥିପାଇଁ ସମସ୍ତେ ମା ଆଉ ଭାଉଜ, ଦିଦି, ଆଉ ଆମ ଝିଅମାନେ ଆଉ ମୁଁ ଏଗୁଡ଼ା ଦେଖ ସବୁ ଲଡ଼ୁ ଏ ଭାଇ ପୁରା ଫ୍ରେଶ୍ ପୁରା ବହୁତ ବଢ଼ିଆ ଲାଗୁଥିଲା ଖାଇବାକୁ। ସତ କହୁଛି ବହୁତ ବଢ଼ିଆ ଲାଗୁଥିଲା ଖାଇବାକୁ। ଏଗୁଡ଼ା ଜିଲାପି ଫିଲାପି ଏଗୁଡ଼ା ସବୁ ବନା ହେଇକି ଆସିଥିଲା। ଆଉ ଭାଇ ଭିଡ଼ିଓଟି ଯଦି ଭଲ ଲାଗୁଛି ତାହେଲେ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦିଅନ୍ତୁ ସାଙ୍ଗମାନେ।